ଜୟ ମା ବାସେଳି। ଭିଡିଓ ଆରମ୍ଭ କରିବା ପୂର୍ବରୁ ମୁଁ ପ୍ରଥମେ ମୋ ଗ୍ରାମବାସୀମାନଙ୍କୁ କ୍ଷମା ପ୍ରାର୍ଥନା କରିବି। ଯଦି ଭିଡିଓରେ କୌଣସି ତ୍ରୁଟି ମଧ୍ୟରେ ରହିଛି ତ ମତେ ସାନ ଭାଇ ଭାବି କ୍ଷମା କରିଦେବେ। ଆଜିର ଭିଡିଓ ନା ମୁଁ କାହା ଉଦ୍ଦେଶ୍ୟରେ କହିବାକୁ ଆସିଛି ନା ପର୍ଟିକୁଲାର ଜଣଙ୍କ ବ୍ୟକ୍ତିକୁ କହିବାକୁ ଆସିଛି। ଏ ଭିଡିଓ ମୋର ଗ୍ରାମବାସୀଙ୍କ ପାଇଁ। ଆପଣମାନେ ଜାଣିଥିବେ ଆଉ ଅଳ୍ପ କିଛି ଦିନ ରହିଲା ଆମ ମାଙ୍କ ପର୍ବ, ମା ବାସେଳିଙ୍କ ପର୍ବ। ବାସଳତା ଗଡରେ ବିରାଜିତ ଆମ ଆରାଧ୍ୟ ଠାକୁରାଣୀ ମା ବାସେଳି, ଯାହା ଆମ ଗ୍ରାମର ଛୋଟ ଛୁଆଠୁ ଆରମ୍ଭ କରିକି ବଡ ଲୋକ ପର୍ଯ୍ୟନ୍ତ, ଯାହା ହୃଦୟରେ ଆଉ ଯାହାର ପ୍ରତିଟି କଥାରେ ଆମ ଚତୁଃପାର୍ଶ୍ୱରେ ଆମ ମା ବାସେଳି। ଆମେ ଯେକୌଣସି କାର୍ଯ୍ୟ କରିବାକୁ ଯାଇଥାଉ, ଯେକୌଣସି ଶୁଭ କାର୍ଯ୍ୟରେ ପାଦ ଆଗକୁ ବଢାଇଥାଉ, ପ୍ରଥମେ ମା ବାସେଳି। ଆଜି ଆମେ ଯୋଉଠି ବି ଯେତେ ଉପରକୁ ଉଠିଗଲେ ବି ସବୁ ମାଙ୍କ ଆଶୀର୍ବାଦ। ମାଙ୍କ ବିନା ଆଶୀର୍ବାଦ ଦ୍ୱାରା ସବୁ ସମ୍ଭବ ନୁହେଁ। କିନ୍ତୁ ମୋ କଥାଟା ଏଠି, ଯଦି ସବୁ ଗ୍ରାମବାସୀ ସମସ୍ତଙ୍କର ଭଲ ପାଇବା ମାଙ୍କ ପ୍ରତି ସମାନ, ସମସ୍ତଙ୍କର ଶ୍ରଦ୍ଧା ମାଙ୍କ ପ୍ରତି ସମାନ, ତ ଆମେ ସମସ୍ତେ ମିଳିମିଶି ମାଙ୍କ ପର୍ବରେ କାର୍ଯ୍ୟ କାହିଁ କରିପାରୁନେ? ଏଟା କଣ କାହାର ପର୍ସନାଲ କାମ କି ଯୋଉ କମିଟି ମେମ୍ବରକୁ କାର୍ଯ୍ୟ ଦିଆଯାଇଛି ଏସବୁ ତାଙ୍କର କାମ? ବା ସେମାନଙ୍କୁ ଏ କାର୍ଯ୍ୟ ଦିଆଯାଇଛି, ନା କି ଏସବୁ ତାଙ୍କ ପର୍ସନାଲ କାମ? ନା ଜଣେ ଦି ଜଣ 5-10 ଜଣଙ୍କର କାର୍ଯ୍ୟ ସମ୍ଭବ ନୁହେଁ। ଆମେ ସମସ୍ତେ ଗ୍ରାମବାସୀ ମିଳିମିଶି ଏଇ କାର୍ଯ୍ୟକୁ ଆଗକୁ ବଢାଇବା ଓ କାର୍ଯ୍ୟକୁ ଉନ୍ନତ ମାନ କରିବା, ନା କି ପଛରେ ରହି ଥଟ୍ଟା ପ୍ରକାଶ କରିବା। ଆମେ ଆଠୁ ଭଲ କରିଥାନ୍ତୁ, ଆଠୁ ଭଲ କରିଥିଲୁ, ଆଠୁ ଭଲ କରିବୁ, ଏସବୁ କହିବା ଦ୍ୱାରା ଆପଣମାନେ ନିଜେ ଲଜ୍ଜିତ ହଉଛନ୍ତି ଆଉ ଆପଣମାନେ ନିଜେ ଥଟ୍ଟାର ପାତ୍ର ହେଉଛନ୍ତି। କାରଣ ଥରେ ଭାବନ୍ତୁ, କହିଦେବାଟା ସହଜ। ପ୍ରତି ସାହିରେ କ୍ଲବ ଘରେ ସମସ୍ତେ ଜାଣିଥିବେ, ଗୋଟେ ଗଣେଶ ପୂଜା ଟିକେ କରିବାକୁ ହେଲେ କେତେ କଷ୍ଟସାଧ୍ୟ ହେବାକୁ ପଡୁଛି। କେତେ କଲେକ୍ସନ ପାଇଁ ଲୋକଙ୍କୁ ବାଧ୍ୟ କରିବାକୁ ପଡୁଛି। ଲୋକଙ୍କର କେତେ ମନ୍ତବ୍ୟ, ଗୋଟେ ସାଇଟି ଛୋଟ ସାଇଟି ହେଲେ ଲୋକଙ୍କର ମନ୍ତବ୍ୟ କେତେ ଶୁଣିବାକୁ ପଡୁଥିବ। ଆଉ ଆଜିର ସବୁଠୁ ମୁଖ୍ୟ ହେଲା କଲେକ୍ସନ। କଲେକ୍ସନ ନହେଲେ ପର୍ବକୁ ଧୁମଧାମରେ ପାଳି ହେବ ନାହିଁ। ସବୁଠୁ ମୁଖ୍ୟ କଲେକ୍ସନ। କିନ୍ତୁ ଥରେ ଭାବନ୍ତୁ, ଯଦି ଗାଁର ସାହିରେ ଗଣେଶ ପୂଜା ଟିକେ କରିବାକୁ ହେଲେ ଏତେ କଷ୍ଟସାଧ୍ୟ ହେବାକୁ ପଡୁଥିବ, ତ ଟୋଟାଲ ଗାଁର ପୂଜା, ମାଙ୍କ ପର୍ବ, ମାଙ୍କ ପର୍ବ ଦାୟିତ୍ୱ ଅନୁସାରେ ଲୋକକୁ କେତେ କଷ୍ଟସାଧ୍ୟ ପଡୁଥିବ ଆଉ କେତେ ଲୋକଙ୍କର ମନ୍ତବ୍ୟକୁ ଶୁଣିବାକୁ ପଡୁଥିବ। ତ ଏଇଟା ସେଇ କମିଟି ଚାହିଁଲେ କି ଜଣେ ଚାହିଁଲେ ସବୁ ସମ୍ଭବ ନୁହେଁ। ଆପଣମାନେ ସମସ୍ତେ ମିଳିମିଶି କାର୍ଯ୍ୟ କରନ୍ତୁ, ଏଇଟା ମୋ ସମସ୍ତଙ୍କୁ ଅନୁରୋଧ ରହିବ। ଗତ କିଛି ବର୍ଷ ହେଲା ମାଙ୍କ ପର୍ବ ବହୁତ ଆନନ୍ଦ ସହ, ବହୁତ ଉନ୍ନତ ସହ ପାଳନ ହଉଛି। ବହୁତ ଖୁସି ଲାଗୁଛି। ସେପରି ଆପଣମାନେ ଏ ବର୍ଷ ପର୍ବରେ ବି ମାଙ୍କ କାର୍ଯ୍ୟରେ ଯୋଗ ଦିଅନ୍ତୁ। ଆପଣମାନଙ୍କ ମୂଲ୍ୟବାନ ସମୟରୁ କିଛି ସମୟ କାଢି ମାଙ୍କ କାର୍ଯ୍ୟକୁ ସୁଚାରୁ ଭାବେ ତୁଲାନ୍ତୁ। ହଁ, ଆଉ ଗୋଟେ କଥା, ଗୋଟେ ଛୋଟ ଗାଁଟେ ଦେଖନ୍ତୁ, ମାନେ ଛୋଟ କରିକି କହୁନି, ଜନସଂଖ୍ୟା କମ୍, ସେହି ଗାଁ ଦେଖନ୍ତୁ ତାଙ୍କ ଲୋକଙ୍କର ଏକଜୁଟ କେତେ, ତାଙ୍କ ଲୋକଙ୍କର ପର୍ବ ଦେଖନ୍ତୁ, ତାଙ୍କ ଲୋକ କେତେ ଏକଜୁଟ ହେଇ କେତେ ପର୍ବଟାକୁ ଧୁମଧାମରେ ପାଳୁଛନ୍ତି। ଆମ ଗାଁରେ ଏତେ ଜନସଂଖ୍ୟା ବୃଦ୍ଧି କଣ ଆମେ ଏକଜୁଟ ହେଇ ପର୍ବଟାକୁ ଧୁମଧାମରେ ପାଳି ପାରିବା ନାହିଁ? ସବୁ ସମ୍ଭବ, ସବୁ ସମ୍ଭବ ହେଇପାରିବ ସମସ୍ତେ ଏକତ୍ର ହେଲେ। ଆପଣ ଯୋଉଠି ପହଞ୍ଚିଛନ୍ତି, ଯେତେ ବି ବଡ ଲୋକ ହେଇଛନ୍ତି, ମାଙ୍କ ଆଶୀର୍ବାଦ ଦ୍ୱାରା ହିଁ ହେଇଛନ୍ତି। ତ ମାଙ୍କ କାର୍ଯ୍ୟ ଯାହା ବି କରନ୍ତୁ, ମାଙ୍କ କାର୍ଯ୍ୟରେ ସବୁ କରନ୍ତୁ ନାହିଁ। ମାଙ୍କ କାର୍ଯ୍ୟକୁ ଭଲରେ ହବାକୁ ଦିଅନ୍ତୁ, ମାଙ୍କ କାର୍ଯ୍ୟକୁ ଉନ୍ନତ ହବାକୁ ଦିଅନ୍ତୁ। ଆଉ ବାସଳତା ଗଡର ନାଁ ରଖନ୍ତୁ। ମୁଁ ବି ଗର୍ବିତ, ମୁଁ ବାସଳତା ଗଡରେ ଜନ୍ମ ନେଇ ମୋ ଗ୍ରାମର ପ୍ରତି ଘରେ ଘରେ ଶିକ୍ଷିତ। ମୋ କଥାକୁ ସେମାନେ ବହୁତ ଭଲ ଭାବରେ ବୁଝିଦେବେ। ଶେଷରେ ମୁଁ ଏତିକି କହିବି, ଏ ଭିଡିଓଟି ମୋ ଗ୍ରାମର ପ୍ରତି କୋଣ ଅନୁକୋଣରେ ପହଞ୍ଚିବା ଦରକାର। ଯୋଉ ଲୋକ ମୋ ଗ୍ରାମର ବାହାରେ ଅଛନ୍ତି ତାଙ୍କ ପାଖକୁ ପହଞ୍ଚିବା ଦରକାର, ଯାହା ଦ୍ୱାରା କମ୍ୟୁନିଟିକୁ କିଛି ହେଲ୍ପଫୁଲ ହବ
ଆଉ କଲେକ୍ସନ ଯେତିକି ହେଇପାରୁନି ଉନ୍ନତ ମାନ ଦ୍ୱାରା ହେଇପାରିବ ବୋଲି ମୁଁ ଭାବୁଛି। ଆଉ ସମସ୍ତଙ୍କୁ ରିକ୍ୱେଷ୍ଟ କରି ରହିବ, ସମସ୍ତେ ନିଜର ଯିଏ ବି ବାହାରେ ଅଛନ୍ତି ସମୟ ଦେଇ ପାରୁନାହାନ୍ତି ତ କମିଟିକୁ କିଛି ସାହାଯ୍ୟ ସହ କରନ୍ତୁ, ଯାହାଦ୍ୱାରା ଉନ୍ନତ ମାନ ପର୍ବ ହେଉ। ତ ଭିଡ଼ିଓଟିକୁ ପ୍ରତି ମାତ୍ରାରେ ସେୟାର କରନ୍ତୁ ମୋ ଗ୍ରାମବାସୀଙ୍କ ପାଖକୁ, ଯାହାଦ୍ୱାରା ମୋ ମାଙ୍କ ପର୍ବ, ମୋ ଗାଁର ପର୍ବ, ମୋ ଗ୍ରାମବାସୀଙ୍କ ପର୍ବ ବହୁତ ଆଗକୁ ଯାଉ, ଉନ୍ନତ ମାନ ହଉ। ଧନ୍ୟବାଦ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। କଣ ଏଥର ଆମେ ମାଙ୍କ ପର୍ବ ଧୁମଧାମ ସହ ପାଳିବା, ଆଉ ଉନ୍ନତ ମାନ ସହ ପାଳିବା, ଖୁସି ମଜରେ ପାଳିବା, ନିହାତି କହିବେ। ଆଉ ରହିଲି, ଭିଡ଼ିଓରେ ନିହାତି ଜୟ ମା ବୈଶାଳୀ କମେଣ୍ଟ କରିବେ।